ଭାରତର ଚତୁର୍ଧାମ ମଧ୍ୟରୁ ଶ୍ରୀ ଜଗନ୍ନାଥ ଧାମ ଅନ୍ୟତମ ଶ୍ରେଷ୍ଠ ଧାମ। ପୁରୀ ସହରର ମହୋଦଧି କୂଳରେ ରହିଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସ୍ଥାନୀୟ ଭାଷାରେ ଏହାକୁ ବଡ଼ଦେଉଳ, ଶ୍ରୀମନ୍ଦିର ଓ ଜଗନ୍ନାଥ ମନ୍ଦିର ନାମରେ ଲୋକେ ଜାଣିଥାନ୍ତି। ଶ୍ରୀମନ୍ଦିର ଗର୍ଭଗୃହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ। ଏହି ମନ୍ଦିରର ଅବସ୍ଥିତି ଭୌଗୋଳିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରିଥାଏ। ଶ୍ରୀ ଜଗନ୍ନାଥ ମନ୍ଦିର ଭାରତବର୍ଷର ପୂଜିତ ଏକ ପୁରାତନ ମନ୍ଦିର ବା ବଡ଼ ଦେଉଳ। ଓଡ଼ିଶାର ସଂସ୍କୃତି ଏବଂ ଜୀବନଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ ଦକ୍ଷିଣ ଅଗ୍ନିକୋଣରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ ଓ ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସ ଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ ଦେଉଳ ଏବଂ ବଡ଼ ଦେଉଳର ଅଗ୍ନିକୋଣରେ ରୋଷଶାଳ, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ୱଳିତ ହୋଇ ରହିଛି। ଏହା ମହୋଦଧି ତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣି ପାଣି ନ ଝରି ମଧୁର ଜଳ ଝରିଥାଏ। ଶ୍ରୀମନ୍ଦିରର ଗଠନ ଶୈଳୀ ବହୁତ ସୁନ୍ଦର। ଏହାର ଚତୁର୍ଦିଗରେ ରହିଛି 4 ଗୋଟି ଦ୍ୱାର। ଶ୍ରୀମନ୍ଦିରର ପୂର୍ବପଟ ପ୍ରବେଶ ପଥଟି ହେଉଛି ସିଂହଦ୍ୱାର। ଏହାକୁ ଧର୍ମ ବା ମୋକ୍ଷ ଦ୍ୱାର ବୋଲି ମଧ୍ୟ କୁହାଯାଏ। ଫତେ ହନୁମାନ ହେଉଛନ୍ତି ଏହି ଦ୍ୱାରର ଦ୍ୱାରପାଳ। ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ 15 ଅଙ୍କରେ ଏହି ସିଂହଦ୍ୱାର ନିର୍ମିତ ହୋଇଥିଲା। ମେଘନାଦ ପାଚେରୀର ବାହାର ବେଢ଼ା 2 ପାର୍ଶ୍ୱରେ 2ଟି ବୃହତ୍ ସିଂହ ମୂର୍ତ୍ତି ଏହି ରାଜା ନିର୍ମାଣ କରାଇଥିଲେ। এই ଯେଉଁ 4 ଗୋଟି ଦ୍ୱାର, এই 4 ଗୋଟି ଦ୍ୱାର ମଧ୍ୟରୁ ପୂର୍ବରେ ଯେଉଁ ଦ୍ୱାରଟି ରହିଛି ସେହି ଦ୍ୱାରକୁ ସିଂହଦ୍ୱାର ବୋଲି କୁହାଯାଏ। ତାର କାରଣ ହେଉଛି ଏହି ଦ୍ୱାରରେ 2ଟି ସିଂହ ବିରାଜମାନ କରିଅଛନ୍ତି, ସେଥିପାଇଁ ସିଂହ ଚିହ୍ନିତ ଦ୍ୱାର ସିଂହଦ୍ୱାର। ଏହି ସିଂହଦ୍ୱାର ଦେଇ ଭକ୍ତଜନମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। କୁହାଯାଏ ଏହି ଦ୍ୱାରଟିର ନାମ ହେଉଛି ଧର୍ମଦ୍ୱାର। ଯେଉଁ 4 ଗୋଟି ପୁରୁଷାର୍ଥ ରହିଛି ଧର୍ମ, ଅର୍ଥ, କାମ, ମୋକ୍ଷ, ତନ୍ମଧ୍ୟରୁ ଏହି ପୂର୍ବଦ୍ୱାର ହେଉଛି ଧର୍ମର ଦ୍ୱାର। ଦ୍ୱାର ଭିତରେ ଅଛନ୍ତି ପତିତ ପାବନ ଭଗବାନ। ମହାପ୍ରଭୁଙ୍କର ଯେତେ ଯାତ୍ରା ଉତ୍ସବ ହୁଏ, ଅର୍ଥାତ୍ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ମହାପ୍ରଭୁ ଯେତେବେଳେ ରଥଯାତ୍ରା କରିବାକୁ ଆସନ୍ତି, ସେତେବେଳେ ଏହି ଦ୍ୱାର ଦେଇ ସେ ବାହାରକୁ ଆସନ୍ତି ଏବଂ ଏହି ସିଂହଦ୍ୱାରରେ 3 ଗୋଟି ରଥ ପ୍ରସ୍ତୁତ ହୋଇକି ରହିଥାନ୍ତି। ମହାପ୍ରଭୁ ଏହି 3 ଗୋଟି ରଥରେ ଆରୋହଣ କରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ସେଭଳି ଭାବରେ ମହାପ୍ରଭୁଙ୍କର ଯେତେବେଳେ ଚନ୍ଦନ ଯାତ୍ରା ହୁଏ, ସେତେବେଳେ ମଧ୍ୟ ଶ୍ରୀଦେବୀ, ଭୂଦେବୀ, ମଦନମୋହନ, ରାମ ଏବଂ କୃଷ୍ଣ ଏମାନେ ସମସ୍ତେ ଏହି ମାର୍ଗ ଦେଇକରି ଆସିଥାନ୍ତି ଏବଂ ଚନ୍ଦନ ପୁଷ୍କରିଣୀରେ ଚନ୍ଦନ ଯାତ୍ରା କରିଥାନ୍ତି। ତେଣୁ ଏହି ଦ୍ୱାର ହେଉଛି ସର୍ବୋତ୍କୃଷ୍ଟ ଦ୍ୱାର। ଯେଉଁମାନେ ଧର୍ମକୁ ରକ୍ଷା କରିବା ପାଇଁ ଏବଂ ଧାର୍ମିକ ମନୋଭାବ ନେଇକରି ଯାଆନ୍ତି, ସେମାନେ ସମସ୍ତେ ଏହି ପୂର୍ବଦ୍ୱାର ଦେଇ ଗତି କରିଥାନ୍ତି। ସିଂହଦ୍ୱାରର 2 ପଟେ ଥିବା ଗୋଲାକାର ସ୍ତମ୍ଭ ଉପରେ ରହିଛି ଜୟ ବିଜୟଙ୍କ ମୂର୍ତ୍ତି। ଯାହାର ଉଚ୍ଚତା 2.5 ଫୁଟ ଓ ଏମାନେ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି। ସିଂହଦ୍ୱାର ତୋରଣରେ ତୋରଣ ଲକ୍ଷ୍ମୀ ସୁଶୋଭିତ ଅଟନ୍ତି। ସିଂହଦ୍ୱାରର ବିଶେଷ ଆକର୍ଷଣ ହେଉଛନ୍ତି ଅରୁଣ ସ୍ତମ୍ଭ।
ଅଷ୍ଟାଦଶ ଶତାବ୍ଦୀରେ ଦ୍ୱିତୀୟ ଦିବ୍ୟସିଂହ ଦେବଙ୍କ ରାଜତ୍ୱ କାଳରେ ଅରୁଣ ସ୍ତମ୍ଭକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା। ଇତିହାସ କୁହେ ମରହଟ୍ଟାମାନଙ୍କ ଗୁରୁ ବ୍ରହ୍ମଚାରୀ ମହାରାଜଙ୍କ ପରାମର୍ଶରେ ତତ୍କାଳୀନ ଗଜପତି ଏହାକୁ ସ୍ଥାପନ କରିଥିଲେ। ସିଂହଦ୍ୱାରର ବାମ ପଟେ ରହିଛି ଛାଉଣୀ ମଠ ଓ ଦକ୍ଷିଣ ପାର୍ଶ୍ୱରେ ରହିଛି ବଡ଼ଛତା ମଠ, ଯାହା ଶ୍ରୀମନ୍ଦିରର ନୀତିକାନ୍ତି ସହିତ ଓତପ୍ରୋତ ଭାବରେ ଜଡ଼ିତ। ସିଂହଦ୍ୱାର ଗୁମୁଟରେ ବିରାଜମାନ କରିଥିବା ପତିତପାବନ ଶ୍ରୀ ଜଗନ୍ନାଥଙ୍କ ପ୍ରତିରୂପ ଭାବରେ ଉପାସିତ। ସମର୍ଥ ହେଉ ଅବା ଅସମର୍ଥ ପତିତମାନଙ୍କ ଦୁଃଖ ହରଣ କରିବା ପାଇଁ ସିଂହଦ୍ୱାରରେ ପତିତପାବନ ବିରାଜିତ। ସିଂହଦ୍ୱାର ହେଉଛି ଆମ ଧର୍ମ ସଂସ୍କୃତିର ପ୍ରତୀକ।